सब जिनसा समस्त को माने दियंतिनी तो जोटा जहाँ जो इच्छा थाए जब भगवान समस्त को सबटा देदेवे ताहले मनीष और भगवान को मानवे तो कौन कह आपण मैंने गेस करूँ झील झील पुओ तो चलो तो आजकल भिडियो टी आरंभ करिए हमारे पेसेंस नहीं 24 घंटा है टी बसी कांदी हमारे रखे हैं इसको आशु था लेकिन हमारे गैंग में नहीं था। अच्छा सिर्फ गैंग का जोकर था वो दुकान आशु को आप लोग चूतिया बनाता यूज्ड टू यूज हम दिलो बरमूल को पळाउ से मैक्सिमम को स्ट्रांग बनाने के लिए करता था ना ये बहुत खोल 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 सो फाइनाली आमर माने कौन कल एत दिन अपेक्षा तार माने कौन कल हंत घटला जोटा कहते फल मिलला सो ए समस्ते ठीक ठाक आउ काली भी सब भगवान इच्छार सब भल भल होगला आउ गोटे दिन हूँ समस्त प्रश्न था तो दीदी केमती है सी सेक्शन माने सीजेरियन है कहीं फास्ट आमर सीजेरियन थी ना तो आ गोटे कथा हूँ समस्ते भी दीदी भी भल अच्छी आपण मानकर क्वेश्चन था ना दीदी केमती अच्छ दीदी भी भल अच्छी आ जी भी आसी सी भी भल अच्छी तो आहरी बहुत लोग पचार दीदी पुआ ना झील तो सहीटा टिके वेट करूँ सेटा आम आपको जनईदेव शो करदेव बट टिके तो माने एत दिन अपेक्षा माने टिके तो रही पड़ो आउटे कथा मैंने कौन कहे भी बहुत लोग पचार कौ मेडिकल सो आम अच्छु आम से घर पाख बदामड़ी बजार मैंने कुसुम मेडिकल जोटा नुआ है आठ बहुत किसी भी समस्त व्यवहार भी बहुत भल सब किसी भल माने किसी आम फास्ट आम जो डेलीवरी है मुझे से मेडिकल ना नेबी बट आमको माने से गोटे इनसल्ट कला भाया मैंने केमी कह माने सब दर सीजन है ना तो 3 दिन रे जो बेड में थी से बेड को कहले 3 दिन होगा तुम उठी जाओ 4 दिन में अरे तुम उठी जाओ है ना तो से मेडिकल ना तो नहीं बट से साले किंतु आम जो अच्छु आमर माने काली तो आसो माने माने स्टाफ आउ से मेडिकल जी इंचार्ज माने समस्त गोटे माने कौन कले व्यवहारटा माने आपण भी जदि भी इनकेस आप आमर ये आखपाख अंचल देखुवे तो थे आसवे तापर आप जापर आम मैंने आम कौन कहना चाहूँ तो आम कौन से प्रमोशन भी आम माने जोटा भल लगे आम से कहूँ तो हाँ ये दिन जब हम
ତାକୁ ସେ କାନ୍ଦିଲେ ଧରିବା ପାଇଁ ସବୁ ତ ଆଉ ଗୋଟେ କଥା ହେଉଛି ମାନେ ଯାହା ବି ହେଲେ ମନରେ ଡର ଥିଲା ନା ସେଇଟା ଏବେ କ୍ଲିଅର୍ ହେଇଗଲା। ଆଉ ରହିଲା ପୁଅ କି ଝିଅ ସେଇଟା ବହୁତ ଜଲ୍ଦି ଆସିବ, ଆପଣଙ୍କୁ ବହୁତ ଜଲ୍ଦି ଜଣାଇବୁ। ସେ ପର୍ଯ୍ୟନ୍ତ ଟିକେ ୱେଟ୍ କରନ୍ତୁ। ଆଉ କ'ଣ କହୁଛି କହିଦେବ ନେକ୍ସଟ ଭିଡ଼ିଓରେ କଥା। ଆଉ ରହିଲା ହଁ ଆଉ ଗୋଟେ କଥା ହେଲା ଆପଣମାନଙ୍କର ଏତେ ସାରା ଭଲ ପାଇବା, ଏତେ ସାରା କାଲି ଏତେ ମେସେଜ୍ ଆସିଛି ମୁଁ ଦେଖିଛି ଇନଷ୍ଟାରେ, ବଟ୍ କାହାକୁ ରିପ୍ଲାଏ ଦେବୁ କାହାକୁ ଛାଡ଼ିବୁ ମାନେ ଆପଣମାନଙ୍କ ସପୋର୍ଟ ଆପଣମାନଙ୍କୁ ଭଲ ପାଇବା ମୁଁ କାଲି ମାନେ କ'ଣ କହିଲ ରିଏଲାଇଜ୍ କଲି କି କେହି ବି ନ ରୁହନ୍ତୁ ଆପଣମାନେ ଅଛନ୍ତି। ତ ଏମିତି ଆମକୁ ସପୋର୍ଟ କରୁଥାନ୍ତି। ତ ଆପଣମାନଙ୍କ ଭଲ ପାଇବାଟା ମାନେ କ'ଣ କହିଲ ଆମ ପାଇଁ ଗୋଟେ ଆଶୀର୍ବାଦ। ଆଉ ବହୁତ ଲୋକ ବି ଏମିତି ଜଣେ ଦିଦି ବି ଅଛନ୍ତି ମାନେ ସିଏ ମୁଁ ଦେଖିଛି ସିଏ ମାନେ ତାଙ୍କ ପାଇଁ ଠାକୁରଙ୍କ କତିରେ ଯାଇ ମାନସିକ କରି ମାନେ ଏତେ ମାନେ ଇଏ ଟାଇପ୍ର ଅଛନ୍ତି ହେଲା। ତ ସେ ଦିଦିକି ମୁଁ ଥ୍ୟାଙ୍କସ୍ କହୁଛି। ଆଉ ଆପଣମାନଙ୍କୁ ବି ମୁଁ ଦିଲ୍ସେ ସମସ୍ତଙ୍କୁ ଥ୍ୟାଙ୍କସ୍ କହୁଛି। ତ ଆପଣମାନଙ୍କ ସପୋର୍ଟ ଆପଣମାନଙ୍କ ଭଲ ପାଇବା ସେମିତି ଆମ ସହିତ ଥାଉ। ବହୁତ ମାନେ ଆମ ପାଇଁ କାଲି ପ୍ରେ କରୁଛନ୍ତି। ମୁଁ ଟିଭିକୁ ଯିବା ପୂର୍ବରୁ ତାଙ୍କୁ ଫୋନ୍ କଲି, ସେ ଯିବା ପର୍ଯ୍ୟନ୍ତ ମାନେ ମୁଁ ଆସିଲି 5:30ରେ ବାହାରୁ ଆସିଲି, ସେ ପର୍ଯ୍ୟନ୍ତ ଖାଇବା ପିଇଦେଲି। ଆଉ ସେ ମୋ ପାଇଁ ଦୀପ ଜାଳିକି ବସିଥିଲେ। ସେ କଣ୍ଟିନ୍ୟୁ ବି ଫୋନ୍ କରି ପଚାରୁଥାନ୍ତି, ମେସେଜ୍ କରୁଥାନ୍ତି। ଥ୍ୟାଙ୍କ ୟୁ ଦିଦି, ଏତେ ସାରା ଭଲ ପାଇବା ଦେଇଥିବାରୁ। ଆଉ ବହୁତ ଥ୍ୟାଙ୍କ ୟୁ ସମସ୍ତଙ୍କୁ ଦିଲ୍ସେ। ତାଙ୍କୁ ଟିକେ ଅଧିକା ଟାଇମ୍ ସେ ବହୁତ ତ ଏଇଟା ହେଲା। ଆଉ ରହିଲା କ'ଣ କହିଲେ ଗୋଟେ କଥା ହେଉଛି ମାନେ ଏଠି ପର ଲୋକ ନିଜର ବଟ୍ ନିଜ ଲୋକ ପର ହେଇଯାଉଛନ୍ତି। ସେସବୁ କଥା ତ ଏଇଟା ଖୁସିର ମୁମେଣ୍ଟ। ସେସବୁ ଜିନିଷ ଆଲୋଚନା କରିବାଟା ବି ଠିକ୍ ନୁହଁ। ଆଉ ତା ଟାଇମ୍ ହେଲା ସେ ବାହାରିବ, ଯାହା କଲେ ସେ ବାହାରିବ। ବାପା କହୁଛନ୍ତି ରଜ ପରେ ଏଠି ନବ, ମୁଁ କହିଲି ବାପା ଆଉ କ'ଣ କରିବା, ସେ ତ ତାର ବାହାରିବା ଟାଇମ୍ ଏବେ ଆଉ ସେ କ'ଣ କରିବ। ଆମକୁ ତ ଫାଷ୍ଟ ମାନେ କ'ଣ କହିଲ ଖାଲି ମାନେ ଏମିତି କନଫ୍ୟୁଜ୍ କରିଦେଲେ ମାନେ ତ ଆମର ବହୁତ ସାରା ମାନେ ଭାଇ ଭଉଣୀ ସାଙ୍ଗ ବହୁତ ସାରା କହୁଛନ୍ତି ମିଠା ଖାଇବେ, ତ ଆସନ୍ତୁ, ୱେଲକମ୍, ସମସ୍ତଙ୍କୁ ୱେଲକମ୍। ତୁ କ'ଣ ଦେବୁ ସବୁ ହେଇଦେବ ଶାଗ ନେଇକି ଆସିନଥିଲି, ସବୁ ମିଠା ନେଇକି ଖାଇବୁ। ଶାଗ ନେଇକି ଆସିନଥିଲେ, ଶାଗ ନେଇକି ଆସିଥିଲେ, ଶାଗ ନେଇକି ଆସିନଥିଲେ, ଶାଗ ନେଇକି ସମସ୍ତେ ଗ୍ୟାସ୍ କରିଦିଅ, ସିଏ ପୁରା କନଫର୍ମ ହେଇଥିଲେ। ଆଉ କାଲିକା ଭିଡ଼ିଓରେ ଆମେ କହିଦେବୁ। କାଲିକା ଭିଡ଼ିଓ ତ ଯେଉଁ ଗୋଟେ ପୋଷ୍ଟ ହେଇଥିଲା ସେଥିରେ 99% ପୁଅ। 90 ମାନେ ସେ ଭିଡ଼ିଓ କମେଣ୍ଟ ଆପଣମାନେ ବି ଯାଇ ଇନଷ୍ଟାରେ ଗୋଟେ ଭିଡ଼ିଓ ପୋଷ୍ଟ ହେଇଛି, ସେଥିରେ ଆପଣମାନେ ବି ଯାଇ କମେଣ୍ଟ ଚେକ୍ କରିବେ। ମାନେ 99% ସମସ୍ତେ ପୁଅ, ଝିଅ କଥା କେହି କହିନାହାନ୍ତି। ସୋ ଆପଣମାନେ ବି ଗେସ୍ କରନ୍ତୁ କ'ଣ ହେଇଥିବ। ତ ସେଇଟା ଆମେ କହିଦେବୁ ବହୁତ ଜଲ୍ଦି, ଆମେ ସେଇଟା ଲୁଚେଇବୁନି ବହୁତ ଜଲ୍ଦି, ବଟ୍ ସେ ପର୍ଯ୍ୟନ୍ତ ଟିକେ ଟାଇମ୍ ଦରକାର। ହଁ ଆମେ ଭାବି ବି ନଥିଲୁ, ମାନେ ସେ ଆଶା ବି ରଖିନଥିଲୁ ଯେ ଆଉ ସେମିତି କିଛି ଆମର ସେମିତି ଆମର କିଛି ମାନେ ପ୍ଲାନିଂ ନଥିଲା କି ଯାହା ବି ହବ ଝିଅ ହଉ କି ପୁଅ ହଉ ବାସ୍, ବଟ୍ ହେଲା।
କିନ୍ତୁ ଗୋଟେ ଜିନିଷ ଯେଉଁଟା ଚାହୁଁଥିଲେ ସେଇଟା ହେଲାନି। ସୋ ଏମିତି ଆପଣମାନଙ୍କ ହଁ ମତେ ବି କହୁଥିଲେ ମତେ କି ବାପ ଘରକୁ କାହିଁ ଗଲ ଡେଲିଭରି ଦେବେ। ତ ଗୋଟେ କଥା ହେଲା ମତେ ମେଡ଼ିକାଲ ସୁବିଧାଟା ଏଠି ବହୁତ ପାଖରେ ଆଉ ବାପ ଘର ମାନେ ପିଲା ହେଲା ପରେ ବାପ ଘର ଥିବ କିନ୍ତୁ ପିଲା ପୂର୍ବରୁ ଶାଶୁଘର ଥିବ। କାହିଁକି ନା ଯେତେ ସିଜରିଆନ୍ ହେଲେ ମାନେ ଗୋଟେ ବଡ଼ିର ଗୋଟେ ୱାର୍କଆଉଟ୍ ଯାହା ବି ଶାଶୁଘର ମାନେ ବୋହୂ ମାନେ ସକାଳୁ ଉଠିବନି ଗାଧୋଇବ କିଛି ନ କର ରୋଷେଇ କର କରିବ କିନ୍ତୁ ବାପ ଘର ବୋହୂ ଆସିଲେ ନ ଗାଧୋଇଲେ ଚଳେ ଶୋଇଥାଏ ଉଠି କରେ ଏମିତି ହିଁ ହୁଏ। ଆଉ ଯେହେତୁ ମୋର ଯେହେତୁ ଫାଷ୍ଟ ସିଜରିଆନ୍ ଥିଲା ସେଥିପାଇଁ ସେକେଣ୍ଡଟା ମାନେ ଏତେ ପ୍ରେସର ଦେଲି କି ଅପେକ୍ଷା କଲେନି ଆଉ ଟିକେ ପେନ୍ ହେବ କି ଆଉ ଗୋଟେ କଥା ମାନେ ଫାଷ୍ଟ ଯେତେବେଳେ ଡେଲିଭରି ହେଇଥିଲା ମାନେ ସେତେବେଳେ ଇଏ ତା'ର ଅବସ୍ଥା ନଥିଲା ମାନେ ଯାହା ଖାଉଥିଲା ବାନ୍ତି ମାନେ ସେ ଟାଇମ୍ରୁ ଆସୁ କିଛି ବି ମାନେ 4 ମାସରୁ ବୋଧେ ମୁଁ ଭାବୁଛି ଯେ ବେଡ଼୍ ରେଷ୍ଟ କରୁଛି 6 ମାସ ତ ସେକେଣ୍ଡରେ ସେମିତି କିଛି ହେଇନଥିଲା ମାନେ ଲାଷ୍ଟ ଯେଉଁ ଯାଇଥିଲି ଘରକୁ ଆସିଲି ବସ୍ରେ ଉଠେଇଛି ବାଇକ୍ରେ ବସେଇ ତ ବାନ୍ତି ହେଲା ଆଉ ଥରେ ଗ୍ୟାସ୍ ହେଇଥିଲା ପରେ ସବୁ ବାନ୍ତି ହେଲା ନେଇକି ଆସିଥିଲା। ତାପରେ ଲାଷ୍ଟ ମୋମେଣ୍ଟ ଯେମିତି ଇଏ ମାନେ କ'ଣ କର ତାକୁ ସବୁବେଳେ କହିବ କି ଆଉ ତୁ ବସ ନା ବସିକି ରହନା ମାନେ ଆକ୍ଚୁଆଲି ଏଇଟା ସତ କଥା ଆମେ ବି ମାନେ ସିଏ ବି ନିଜେ ରିୟଲାଇଜ୍ କରିଯିବ ମାନେ ଯେତେ ବଡ଼ିକି ଫ୍ରି ରଖିବ ସୋ ମାନେ ରେଷ୍ଟ ନିଅ ବଟ୍ ମାନେ ଏତେ ବି ନୁହଁ ଯେଉଁଟାକି ବଡ଼ି ପୁରା ମାନେ ୱେଟ୍ ହେଇଯିବ। କିନ୍ତୁ ଫାଷ୍ଟ ପ୍ରେଗନେନ୍ସିରେ ସେତେବେଳେ ବଡ଼ିର ବହୁତ ଚେଞ୍ଜେସ୍ ଆସେ ବଟ୍ ସେକେଣ୍ଡରେ ଯେଉଁଟା ଏତେ ନା ସେକେଣ୍ଡରେ ନୁହେଁ ତାପରେ କ'ଣ କହନ୍ତି ସେ କୁହନ୍ତି ନା ସବୁ ଛୁଆ ଅଲଗା ଝିଅ କୁହନ୍ତି ଯଦି ଝିଅ ବି ଥିବେ ମାନେ ତ ଛାଡ଼ନ୍ତୁ ମାନେ ଭିଡ଼ିଓଟା ବହୁତ ଲମ୍ବା ହେଇଯିବ ଆମେ ମାନେ ବହୁତ ସର୍ଟକଟ୍ରେ ସାରିଦେବା। ତ ଆପଣମାନଙ୍କୁ ସମସ୍ତଙ୍କର ପ୍ରଶ୍ନର ଉତ୍ତର ମାନେ ବହୁତ ଜଲ୍ଦି ଆସିଯିବ ଝିଅ କି ପୁଅ ତ ସେ ମାନେ ଝିଅ ହେଇଛି ପୁଅ ତ ସେଇଟା ଆମେ କାଲି ଆପଣମାନଙ୍କୁ ହଁ ତ ସେଇଟା ଆମେ କାଲି ନିହାତି କହିଦେବୁ ଆପଣମାନଙ୍କୁ। ତ ଆପଣଙ୍କୁ ବେଶୀ ସମୟ ୱେଟ୍ ବି କରେଇବୁ ନା ତ ଯେଉଁ ଭଉଣୀମାନେ ମେସେଜ୍ ବି କରିଛନ୍ତି ତ ସମସ୍ତଙ୍କୁ ତ ରିପ୍ଲାଏ ଦେବାଟା ମୁସ୍କିଲ ତ ଆମେ ଆପଣଙ୍କୁ ଭିଡ଼ିଓରେ କହିଦେବୁ କ'ଣ ହେଇଛି। ତ ଆଜିକାର ଭିଡ଼ିଓ 24 ଘଣ୍ଟା ବି ହେଇନି ଆଉ ପେସେନ୍ସ ନାହିଁ ଆଉ ଭିଡ଼ିଓ ଭଲ ଲାଗିବ ନିହାତି ଲାଇକ୍ ସବସ୍କ୍ରାଇବ୍ଟା କରିବେ କାହିଁକିନା ଆମେ ବହୁତ ପଛରେ ରହିଯାଇଛୁ ଆଗକୁ